ଶ୍ରୀ ଜଗନ୍ନାଥ ହର ହର ଶମ୍ଭୁ। ଆଜି ଆମେ ଜାଣିବା ଦୋଳ ପୂର୍ଣ୍ଣିମା, ହୋଲି, ଫଗୁ ଦଶମୀ, ଫଗୁ ପଞ୍ଚମୀ ଏସବୁଥିର ପୂଜା ବିଧି ଓ ତା'ର ମହତ୍ତ୍ୱ କ'ଣ। ଫାଲ୍ଗୁନ ପୂର୍ଣ୍ଣିମାକୁ ଦୋଳ ପୂର୍ଣ୍ଣିମା ବା ଦୋଳ ପୂର୍ଣ୍ଣମୀ କୁହାଯାଏ। ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେଉଥିବା ଦ୍ୱାଦଶ ଯାତ୍ରା ମଧ୍ୟରେ ଏହା ହେଉଛି ଅନ୍ୟତମ। ଫାଲ୍ଗୁନ ମାସ ମଧୁମାସ ଭାବେ ପରିଚିତ। ପୂର୍ଣ୍ଣିମା ଦିନ ପାଳିତ ହୋଇଥାଏ ଦୋଳଯାତ୍ରା। କେବଳ ଶ୍ରୀକ୍ଷେତ୍ରରେ ନୁହେଁ, ସମଗ୍ର ଭାରତବର୍ଷରେ ଏହି ଉତ୍ସବ ପାଳନ କରାଯାଏ। ବସନ୍ତର ଆଗମନରେ ଏହି ଉତ୍ସବ ପାଳିତ ହୋଇଥିବାରୁ ଏହାକୁ ବସନ୍ତ ମହୋତ୍ସବ। ଫଗୁ ଦଶମୀଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଅର୍ଥାତ୍ ଫାଲ୍ଗୁନ ପୂର୍ଣ୍ଣମୀ ଦିନ ଦୋଳଯାତ୍ରା ଅନୁଷ୍ଠିତ ହେଉଥିବାରୁ ଫାଲ୍ଗୁ ଉତ୍ସବ ଓ ମଦନ ମୋହନଙ୍କ ପୂଜାର୍ଚ୍ଚନା ଏ ସମୟରେ ହୋଇଥିବାରୁ ଏହାକୁ ମଦନ ମହୋତ୍ସବ ମଧ୍ୟ କୁହାଯାଏ। ସ୍କନ୍ଦ ପୁରାଣରେ ବର୍ଣ୍ଣିତ ଅଛି, ଫାଲ୍ଗୁନେ ପୌର୍ଣ୍ଣମାସ୍ୟତୁ ବିଦ୍ୟାତେ ବୈଷ୍ଣବେ ସହ ଶ୍ରୀକୃଷ୍ଣ ପ୍ରିୟଭକ୍ତସ୍ୟ ବସନ୍ତସ୍ୟାର୍ଜନୋତ୍ସବମ୍। ଫାଲ୍ଗୁନ ମାସର ପୂର୍ଣ୍ଣିମା ତିଥିକୁ ବସନ୍ତ ଉତ୍ସବ ପୂର୍ଣ୍ଣିମା ଭାବେ ପାଳନ କରାଯାଏ। ଭଗବାନ ଶ୍ରୀକୃଷ୍ଣଙ୍କର ଏହା ଅତ୍ୟନ୍ତ ପ୍ରିୟ ଉତ୍ସବ। ଭକ୍ତମାନେ ରାଧାକୃଷ୍ଣଙ୍କ ମନକୁ ଉଲ୍ଲାସ କରିବା ପାଇଁ ଏ ଯାତ୍ରାରେ ନିମଗ୍ନ ରୁହନ୍ତି। ଫାଲ୍ଗୁନ ଶୁକ୍ଳ ଦଶମୀଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ 5 ଦିନ ବ୍ୟାପୀ ଏହି ଉତ୍ସବ ଚାଲେ। ଦୋଳଯାତ୍ରା ଅତି ପ୍ରାଚୀନ। ବ୍ରହ୍ମାଙ୍କ ଆଦେଶରେ ଇନ୍ଦ୍ରଦମ୍ନ ଏହି ଉତ୍ସବ କରାଇଥିବାର ପୁରାଣରେ ଉଲ୍ଲେଖ ଅଛି। ଚଳଗଙ୍ଗ ଦେବଙ୍କ ସମୟରୁ ଉକ୍ତ ଯାତ୍ରା ପାଳିତ ହୋଇ ଆସିଅଛି। ଶ୍ରୀମନ୍ଦିରରେ ଦଶମୀଠାରୁ ପର୍ବ ପାଳନ ଆରମ୍ଭ ହୁଏ। ଦଶମୀ ଦିନ ମଧ୍ୟାହ୍ନ ଧୂପ ପରେ ଦେବତାମାନଙ୍କର ଚାଚେରି ବେଶ ହୋଇଥାଏ। ଚାଚାରି ଭୋଗ ଲାଗିବା ପରେ ପ୍ରସାଦ ଲାଗି ପଞ୍ଚୋପଚାର ପୂଜା, ବନ୍ଦାପନା, ଭୋଗ ଅଞ୍ଜଳି ହୋଇଥାଏ। ଏହି ସମୟରେ ବିଭିନ୍ନ ପ୍ରକାର ଫୁଲ ନୂଆ ହେଇକି ଆସିଥାଏ। ସେଇଥିପାଇଁ ତା'ର ରଙ୍ଗ ପ୍ରଭୁଙ୍କ ପାଖରେ ଲାଗି କରାଯାଏ ବୋଲି ଅନ୍ୟ ଏକ ମାନ୍ୟତା ଅଛି। ଦଶମୀଠାରୁ ତ୍ରୟୋଦଶୀ ପର୍ଯ୍ୟନ୍ତ ଏହିପରି ରୀତିରେ ଉତ୍ସବ ପାଳିତ ହୁଏ। ଚତୁର୍ଦ୍ଦଶୀ ଦିନ ମଧ୍ୟାହ୍ନ ଧୂପ ଫଗୁ ଲାଗି ହୋଇଥାଏ। 3 ପ୍ରତିମା ବିମାନ ଯୋଗେ ଦୋଳବେଦୀ ନିକଟକୁ ଯାଆନ୍ତି। ଗୃହରେ ଅଗ୍ନି ସଂଯୋଗ ପରେ 7 ଥର ପ୍ରଦକ୍ଷିଣ କରି ଶ୍ରୀମନ୍ଦିରକୁ ଫେରିଯାଆନ୍ତି। ଏହା ରାଜାଗ୍ନି ନାମରେ ପରିଚିତ। ପୂର୍ଣ୍ଣିମା ଦିନ ଦୋଳଗୋବିନ୍ଦ, ଶ୍ରୀଦେବୀ, ଭୂଦେବୀଙ୍କ ମହାସ୍ନାନ, ମାଜଣା, ପାଟଯୋଡ଼ ଲାଗି ମଣୋହି ବନ୍ଦାପନା ହୋଇଥାଏ। ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କର ଦୋଳ ଉତ୍ସବର ବର୍ଣ୍ଣନା ବହୁ ସଂସ୍କୃତ ଓଡ଼ିଆ ପୁରାଣ ମାଦଳ ପାଞ୍ଜିରେ ବର୍ଣ୍ଣିତ ଅଛି। ଯେଉଁମାନେ ଏହି ଉତ୍ସବ ଦର୍ଶନ କରନ୍ତି ସେମାନେ ସ୍ୱଦେହରେ ବୈକୁଣ୍ଠ ଗମନ କରିଥାନ୍ତି ବୋଲି ବିଶ୍ୱାସ ଅଛି। ଦୋଳଯାତ୍ରା ଉତ୍ସବର ପୃଷ୍ଠଭୂମିକୁ ନେଇ କିଛି ଆଖ୍ୟାନ ରହିଛି। ଶ୍ରୀରାଧାଙ୍କର ହଜିଯାଇଥିବା ଅଳଙ୍କାର କୃଷ୍ଣଙ୍କର ହସ୍ତଗତ ହୋଇଛି। ଏହି ଘଟଣା ମାଧ୍ୟମରେ ଶ୍ରୀକୃଷ୍ଣ ରାଧାଙ୍କ ସହିତ ମିଳିତ ହେବା ପାଇଁ ଯାତ୍ରାର ଆୟୋଜନ କରିଥିଲେ। ଅନ୍ୟ ଏକ ହିରଣ୍ୟକଶ୍ୟପର ଭଉଣୀ ହୋଲିକା ମୁନି ଋଷି ଦେବଗଣଙ୍କ ଉପରେ ଅତ୍ୟାଚାର କରୁଥିଲା। ପ୍ରହ୍ଲାଦକୁ ମାରିବା ଲକ୍ଷ୍ୟରେ ତାକୁ ଧରି ଅଗ୍ନିରେ ପ୍ରବେଶ କରି ଭସ୍ମୀଭୂତ ହୋଇଥିଲେ। ସେହି ଦିନଠାରୁ ହୋଲିକାର ଦହନକୁ ନେଇ ହୋଲି ଉତ୍ସବ ପାଳନ କରାଯାଉଛି। ଓଡ଼ିଶାର ପୁରପଲ୍ଲୀରେ ମହାସମରରେ ଦୋଳଯାତ୍ରା ଉତ୍ସବ ପାଳିତ ହୋଇଥାଏ। ଜଗନ୍ନାଥ ମନ୍ଦିର, ରାଧାକୃଷ୍ଣ ମନ୍ଦିର ଓ ଚୈତନ୍ୟ ନିତ୍ୟାନନ୍ଦ ମନ୍ଦିରଗୁଡ଼ାକରେ ଫଗୁଣ ଦଶମୀଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଦୋଳ ପୂର୍ଣ୍ଣିମା ଯାତ୍ରାକୁ ଅନୁଷ୍ଠିତ ହୋଇଥାଏ। ଦଶମୀକୁ ଫଗୁ ଦଶମୀ ଓ ପୂର୍ଣ୍ଣିମାକୁ ଦୋଳ ପୂର୍ଣ୍ଣିମା କୁହାଯାଏ। ଠାକୁରଙ୍କୁ ରାତ୍ରିର ଦ୍ୱିତୀୟ ପ୍ରହରରେ ଏକ ସୁସଜ୍ଜିତ ବିମାନରେ ବସାଯାଇ କୀର୍ତ୍ତନ, ତାଳ, ବାଦ୍ୟ, କାହାଳୀ ନାଦରେ ଗ୍ରାମ ପରିକ୍ରମା କରାଯାଏ। ଆଲୋଟ ଚାମର ଢଳାଯାଏ। ଗାଁ ଗଣ୍ଡାର ନରନାରୀଙ୍କର ଶଙ୍ଖ, ହୁଳହୁଳି, ଘଣ୍ଟ ନାଦରେ ସମଗ୍ର ପରିବେଶଟି କୋଳାହଳ ମୁଖରିତ ହୋଇଥାଏ। ବିଭିନ୍ନ ପ୍ରକାର ନାଚ ଗୀତ ଚାଲେ। ବିମାନକୁ ମହିଳାମାନେ ହୁଳହୁଳି ଦେଇ ଦୀପ ପ୍ରଜ୍ୱଳନ, ଭୋଗ ବାଢ଼ି ଭକ୍ତିର ସହିତ ବନ୍ଦାପନା କରନ୍ତି। ଏହିଭଳି 5 ଦିନ ଆଧ୍ୟାତ୍ମିକ ପରିବେଶ ଲୋକଙ୍କ ଧର୍ମ ଭାବନାକୁ ପ୍ରଶସ୍ତ କରିଥାଏ। ବସନ୍ତ ଋତୁ ଓହ୍ଲାଇ ଆସିଛି ଧରାପୃଷ୍ଠକୁ ବସନ୍ତର ସମ୍ଭାର ନେଇ। ଚାରିଆଡ଼େ ବଉଳ ଫୁଲର ବାସ୍ନା, ବୃକ୍ଷରେ କଅଁଳିଆ ଆମ୍ବକଷି, ମଳୟ ପବନରେ ଦୋଳି ଖେଳୁଛନ୍ତି ଅଶୋକ ନବମଲ୍ଲିକା। ହସି ଉଠୁଛି ନବପଲ୍ଲବ। କୋଇଲିର କୁହୁତାନ ମନ ପ୍ରାଣକୁ ଅଧୀର କରି ପକାଉଛି। ଗ୍ରୀଷ୍ମର ବାଟକୁ ଓଗାଳୁଛି ଫଗୁଣ। ଏହି ଯାତ୍ରା ସଭିଙ୍କ ମନ ପ୍ରାଣରେ ଆନନ୍ଦ ଉନ୍ମାଦନାର ଫଗୁଣ ଢାଳି ଦେଇଛି। ଠାକୁରଙ୍କ ପାଖରେ ଚଣା, ଆମ୍ବକଷି ଓ ମହୁଲ ଫୁଲ ପୂଜା ଲାଗେ। ଏହି ସମୟରେ ନିଶ୍ଚିତ ଭାବରେ ଆପଣ ଯଦି ଲଗାଉନାହାନ୍ତି ନିଶ୍ଚିତ ଭାବରେ ଲଗାଇବେ। ମାନେ ଘର ଠାକୁରଙ୍କ ପାଖରେ ନିଶ୍ଚିତ ଭାବରେ ଲଗାଇବେ। ନହେଲେ ରାଧାକୃଷ୍ଣଙ୍କ ମନ୍ଦିର, ଜଗନ୍ନାଥ ମନ୍ଦିର, ବିଷ୍ଣୁଙ୍କ ମନ୍ଦିର ଏମିତି ମନ୍ଦିରରେ ଲଗାଯାଏ। ଆଉ ଏକ କାହାଣୀ ଅନୁସାରେ ଶିବଙ୍କ ତୃତୀୟ ନୟନ ଖୋଲିବାରୁ କାମଦେବ ଭସ୍ମୀଭୂତ ହୋଇଥିଲେ। ସେହି କାହାଣୀରୁ ଯେତେବେଳେ କାମଦେବ ପୁଣି ନୂତନ ଶରୀର ପାଇଲେ, ଏସବୁ ସେଇ ଭିତରେ ମଧ୍ୟ ଆମର ଶିବ ଓ ପାର୍ବତୀଙ୍କୁ
ସମର୍ପିତ କରିକି ଯେତେବେଳେ ଶିବ ପାର୍ବତୀଙ୍କୁ ଗ୍ରହଣ କଲେ ସେତେବେଳେ ମଧ୍ୟ ଦୁନିଆରେ ହୋଲି ଉତ୍ସବ ଖେଳିଗଲା ବୋଲି ବିଶ୍ୱାସ ଅଛି। ଅତୀତରେ ବୃନ୍ଦାବନରେ ବସନ୍ତର ଆଗମନକୁ ନେଇ ବସନ୍ତ ରାସ ଉତ୍ସବ ଅନୁଷ୍ଠିତ ହେଉଥିଲା। ଗୋପାଙ୍ଗନାମାନେ ହସ ଖୁସିରେ ଏହାକୁ ଅତ୍ୟନ୍ତ ଅଧିକ ପ୍ରାଣବନ୍ତ କରୁଥିଲେ। ପୁରାଣରେ ଲେଖା ଅଛି, ବୃନ୍ଦାବନରେ ଯମୁନା ନଈ କୂଳରେ ଏହି ପୂର୍ଣ୍ଣିମା ଦିନ ଗୋପନାରୀମାନେ ଶ୍ରୀକୃଷ୍ଣଙ୍କୁ ଦଳିରେ ବସାଇ ଝୁଲାଉଥିଲେ। ଏହା ବାସନ୍ତିକ ରସ ନାମରେ ନାମିତ। ଅନ୍ୟପକ୍ଷରେ ରସରାଜ ଶ୍ରୀକୃଷ୍ଣ ଫଗୁଣ ପୂର୍ଣ୍ଣିମାରେ ଦଳିରେ ବସିଥିବାରୁ ନାଁ ହେଉଛି ଦଳଗୋବିନ୍ଦ। ରାଧିକା ଗୋପନାରୀଙ୍କ ଗହଣରେ ଏହି ଦିନ ଶ୍ରୀକୃଷ୍ଣ ଫଗୁ ଖେଳିଥିଲେ। ସେହି ସବୁ ସ୍ମୃତିର ଜୀବନ୍ତ ଆଲେଖ୍ୟ ଏବେ ଫଗୁ ଦଶମୀ, ଫଗୁଣ ପୂର୍ଣ୍ଣିମା ଓ ଫଗୁ ବା ଅବିର ଖେଳ ଭାବରେ ପରିଚିତ। କେତେକ ସ୍ଥାନରେ ପୂର୍ଣ୍ଣିମାର 5 ଦିନ ଯାଏଁ ଏହି ଉତ୍ସବ ପାଳିତ ହେଉଛି। ପଶ୍ଚିମ ଓଡ଼ିଶାରେ ଏହା ହୁଏଲ ପୁଡ଼ା ପର୍ବ ଭାବରେ ପାଳିତ ହୋଇଥାଏ। ଓଡ଼ିଶାର ବହୁ ଅଞ୍ଚଳରେ ଗୌଡ଼ ସମ୍ପ୍ରଦାୟ ଲୋକମାନେ ଏହି ପର୍ବକୁ ସ୍ୱତନ୍ତ୍ର ଭାବରେ ପାଳନ କରିଥାନ୍ତି। ଏହି ଦିନ ସେମାନେ ଗୋସେବା କରନ୍ତି, ନୂଆ ଲଗା ପିନ୍ଧି ଗାଁ ଗଣ୍ଡାରେ ବିଭିନ୍ନ ପ୍ରକାର କଉଡ଼ି ଖେଳ ପ୍ରଦର୍ଶନ କରନ୍ତି। ଗ୍ରାମାଞ୍ଚଳରେ ଏପରିକି ସହରରେ ବି ଦୋଳ ପୂର୍ଣ୍ଣିମା ପର୍ବ ମହାସମାରୋହରେ ପାଳିତ ହୋଇଥାଏ। ଲଙ୍କା ପଡ଼ି ଓ ଆଖଡ଼ା ପଡ଼ି ହୋଇଥାଏ। ଗାଁର ଶେଷ ମୁଣ୍ଡରେ ଶୁଖିଲା କାଠ, ବାଉଁଶ କାଟି କୁଟା ଗଦା କରାଯାଇଥାଏ। ଯାତ୍ରାର ଶେଷ ଦିବସରେ ଗାଁ ଲୋକମାନେ ହାତରେ କାଠି ଧରି ସେ ସ୍ଥାନକୁ ଯାଆନ୍ତି। ପୁରୋହିତ ପୂଜା ପାଠ ମନ୍ତ୍ରପାଠ କଲାପରେ କାଠି ଗଦାରେ ଅଗ୍ନ ସଂଯୋଗ କରାଯାଏ। ସମସ୍ତେ ଠାକୁରଙ୍କୁ ପ୍ରାର୍ଥନା କରନ୍ତି। ଏହାକୁ ଆଖଡ଼ା ପଡ଼ି ବା ଲଙ୍କା ପଡ଼ି ନାମରେ ବିଖ୍ୟାତ। ଓଡ଼ିଶାର କିଛି ଅଞ୍ଚଳରେ ମେଣ୍ଢା କୁଡ଼ିଆ ପୋଡ଼ାଯାଏ। ଏ ସମ୍ପର୍କରେ ପୁରାଣରେ ବର୍ଣ୍ଣିତ ଅଛି ଯେ ଦ୍ୱାପର ଯୁଗରେ ବୃନ୍ଦାବନରେ ମେଣ୍ଢା ନାମକ ଏକ ରାକ୍ଷସ ଥିଲା। ତାର ଅତ୍ୟାଚାରରେ ସମସ୍ତେ ହାହାକାର କଲେ। ଭଗବାନ ଶ୍ରୀକୃଷ୍ଣ ବୃନ୍ଦାବନବାସୀଙ୍କୁ ରାକ୍ଷସର କବଳରୁ ଉଦ୍ଧାର କରିବାକୁ ଯାଇ ଏହି ଦିନ ମେଣ୍ଢା ଦୈତ୍ୟକୁ ବିନାଶ କରିଥିଲେ। ଏହି ଅବସରରେ ନଗରବାସୀ ଶୋଭାଯାତ୍ରା ଯାଇ ମେଣ୍ଢା ରାକ୍ଷସର ଘର ପୋଡ଼ି ଦେଇଥିଲେ। ତାର ସ୍ମୃତିରେ ଲୋକମାନେ ଆଜି ବି ମେଣ୍ଢା କୁଡ଼ିଆ ପର୍ବ ପାଳନ କରୁଛନ୍ତି। ଦଳରେ ଦଳଗୋବିନ୍ଦ, ଚାପରେ ମଧୁସୂଦନ ଓ ରଥରେ ବାମନଙ୍କୁ ଦେଖିଲେ ପୁନର୍ଜନ୍ମ ହୁଏ ନାହିଁ ବୋଲି ପୁରାଣରେ ଉଲ୍ଲେଖ ଅଛି। ଫଗୁ ଦଶମୀ, ଦଳଯାତ, ହୋଲି ପର୍ବ, ଆଖଡ଼ା ପଡ଼ି ପ୍ରଭୃତି ଧର୍ମ, ସଂସ୍କୃତି, ସାମାଜିକ ପରମ୍ପରାର ବାର୍ତ୍ତାବହ। ଓଡ଼ିଶାର ଏହା ଅତ୍ୟନ୍ତ ଜନାଦୃତ ଓ ଲୋକପ୍ରିୟ ପର୍ବ। ଏକ ସାର୍ବଜନୀନ ପର୍ବ ଭାବରେ ଏହା ଭାରତରେ ପାଳିତ ହେଉଛି। ଆପଣ ଏହି ଦିନ କ'ଣ କରିବେ? ଫଗୁ ପୂର୍ଣ୍ଣିମା ଦିନ ନିଶ୍ଚିତ ଭାବରେ ଆମ୍ବ କଷି ମାନେ କଞ୍ଚା ଆମ୍ବ ଓ ଫଗୁ ଆଉ ଆପଣ ଚଣା ଭଗବାନଙ୍କ ନିକଟରେ ନିଶ୍ଚିତ ଭାବରେ ଅର୍ପଣ କରିବେ। ଆପଣ ପଞ୍ଚାପୂଜାର ବିଧିରେ କିମ୍ବା ଷୋଳପୂଜାର ବିଧିରେ ଭଗବାନଙ୍କୁ ସ୍ନାନ କରେଇକି ଧୂପ ଦୀପ ନୈବେଦ୍ୟ ପ୍ରଦାନ କରିବେ। ଆଉ ଭୋଗରେ ନିଶ୍ଚିତ ଭାବରେ ଆପଣ କଞ୍ଚା ଆମ୍ବ ମାନେ ଆମ୍ବ କଷି, ଯଦି ଫୁଲ ଲାଗିଥିବ ବହୁତ ଭଲ କଥା, ନହେଲେ ଆମ୍ବ କଷି ତା ସହିତ ଆପଣ ଏସବୁ ମାନେ ଚଣା, ଗୁଡ଼ ଏସବୁ ଅର୍ପଣ କରିପାରିବେ। ଚଣା ତ ନିଶ୍ଚିତ, ଆମ୍ବ କଷି ଓ ଚଣା ଅର୍ପଣ କରିବାର, ଆଉ ହୋଲି ମାନେ ଫଗୁ ଆପଣ ଭଗବାନଙ୍କୁ ଅର୍ପଣ କରିବେ। ତାପରେ ଭଗବାନଙ୍କ ଯାହା ଲାଗି ହେଇଥିବ ଫଗୁ ସେ ଆଣିକି ଘର ଲୋକ ସମସ୍ତେ ଲଗାଇବେ। ତାପରେ ହୋଲି ଖେଳିବାର ପରମ୍ପରା ଆମର ସମାଜରେ ଅଛି। ଆପଣ ନିଶ୍ଚିତ ଭାବରେ ଏହା ପାଳନ କରିବେ। ଆପଣଙ୍କୁ ଯଦି ଏହି ତଥ୍ୟ ଭଲ ଲାଗିଲା ନିଶ୍ଚିତ ଭାବରେ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିଦେବେ। କମେଣ୍ଟରେ ଜୟ ଶ୍ରୀ ଜଗନ୍ନାଥ, ହର ହର ଶମ୍ଭୁ ଲେଖିଦେବେ।